पिलामाने नमस्कार। भारत को स्वाधीन करिबारे केते केते महापुरुष माने निज जीवन को बलि देले, जेल गले, कष्ट पाइले, फांसी भी पाइले। से मानक भितरु जड़े होउचंती बिरसा मुंडा। बिरसा मुंडा को बापा सुगना मुंडा एवं माँ करमी। जन्म तांकर 1875 मसीहा। गुरुवार जन्म बोली नाम तांकर बिरसा। बिरसांक डाकरे सारा मुंडा जाति इंग्रेज विरोध में चेई उठी। शेषे माझीता मारिया नामक एक मुंडा जातिर लोक अर्थ और जमी लोभरे बिरसा को धरी देथिला। रांची जेल बिरसा बंदी अवस्था मृत्युवरण करथिले जून 9 तारिख 1900 मसीह। अनेक कहती बिरसा सहपाठी थिबा जड़े डाक्तर बिरसा को विष इंजेक्शन देइथिले, फल बिरसा मृत्यु होता। आस आज तांकरी उपरे विषयटी पहाड़र डाक। लेखक मंगुलू चरण विश्वाल। कुड़ियाटीए आगरे अगणा। बिरसांकर माँ करमी चूली रे खुद चाउल जाऊ बसाई थाए। बिरसा बंशीटे धरी बजाऊ थाए। बिरसा माँ बा कहूला मु कुआड़े बड़ हेलिनी। करमी 8 वर्ष हो गले सबू मुंडा पिला बड़ हो जाती रे। बिरसा केमिति गो? करमी मुंडा पिला गोरु जगे बणरू फलमूल आणे, महुल फूल गोटाए, कुटुंब पोषे, संसार चलाए। बिरसा संसार चलाए? संसारटा केमिति गो? करमी ददरा पणत परीरे पुओ, पाखे सिले आउ पाखे चिरी जाए। करमी पतर ठोलारे खुद जाऊ आनी देला। बिरसा सबु दिन एमिति घाटे दौछु माँ, भल करे टिके लुण भी दौनु। करमी तोर बड़ भाई कोमता चुपचाप खाई दिए, तू क्या एमिति होउ रे? बिरसा माँ कोमता भाई कहूथिला से कुआड़े बस्ताए लुण आनिब, जाऊरे मिसे खाइबा। सतरे माँ आनिब? करमी सिए आणु न आणु तू तो आनिबू। बिरसा जाऊ खाई सारी मुह धोइला। बिरसा ओहो मु बण को जाउछि माँ, घूरी आसीबी। करमी बण को जीबू? एकेला जीबुनी। बिरसा मते ए जंगल भारी भल लगे माँ। गछ सबू मेघ को छुई भी होउथांती। करमी ए बण जंगल तो आम माँ रे, मुंडा जातिर माँ, हेले दिकु माने ताकू उजाड़ करी देलेनी। बिरसा दिकु दिकु किए गो माँ? करमी दिकु आम परी मनीष, मणिया, महाजन, रजा, जमीदार, साहुकार, गोरा साहेब ए सभी तो दिकु। बिरसा आम गाँरु एमाने कौन आमको तड़ी देले माँ? करमी भली हातु गाँ गोरा माने छड़ेई नेले आमठू आम गाँ माटी। तू जन्म होई नथिलु, तो बड़ भाई कोमता तो भली होई थाए। तो भौणी दासिनी आउ चंपा बुटु बुटु चालू थांती। आमे ए बांबा चली आसिलु। एइठी तोर जन्म, गुरुबार जन्म बोली तो
ତୋ ନାଁ ଦେଇଛି ବିର୍ସା। ବିର୍ସା। ଆମ ଜନମ ମାଟିକୁ ଗୋରା ହାତରୁ ମୁଁ ମୁକୁଳେଇବି ମା। କରମି। ତୁ କ'ଣ କହୁଛୁ? ସତରେ ତୁ ପାରିବୁରେ ଧନ? ଖାଣ୍ଟି ସୁନାଠୁ ବି ଖାଣ୍ଟି ଆମର ମାଟିରେ। ଦ୍ୱିତୀୟ ଦୃଶ୍ୟ ଚାଏଁବେସର ଏକ ମିଶନାରୀ ଅନୁଷ୍ଠାନ। ବିର୍ସା ପାଠ ପଢ଼ୁଥାଏ ସେଇଠି। ଅମୂଲ୍ୟ ଆବ୍ରାହମ ଏକ ଅନାଥ ପିଲା, ବିର୍ସାର ସହପାଠୀ। ବିର୍ସା। ଏ ଅନ୍ୟାୟ ମୁଁ ସହିପାରିବିନି ଭାଇ। ଅମୂଲ୍ୟ। ସବୁ ସହିବାକୁ ହେବ। ବିର୍ସା। ଆମେ କ'ଣ ମଣିଷ ନୋହୁଁ? ଆମ ବେକରେ ଜୁଆଳି ଦେଇ ଗୋରାମାନେ ହଳ କରିବେ? ଆମକୁ ବଳଦ ଭାବିଲେ ନା କ'ଣ? ଅମୂଲ୍ୟ। ସେମାନେ ତୁମକୁ ତଡ଼ି ଦେବେ, ଆଉ ପଢ଼ି ପାରିବନି। ବିର୍ସା। ଏମିତି ପଢ଼ିବା ଠାରୁ ନ ପଢ଼ିବା ଭଲ। ଅମୂଲ୍ୟ। କିନ୍ତୁ ଲେଖାପଢ଼ା ମଣିଷକୁ ବଡ଼ କରିଦିଏ। ବିର୍ସା। ଯେଉଁଠି ମଣିଷ ମଣିଷକୁ ଏତେ ଛୋଟ ଭାବେ ସେଇଠି ଲେଖାପଢ଼ାରେ କିଛି ମାନେ ଥାଏ ନା। ସେମାନେ ମୋତେ ତଡ଼ିବା ଆଗରୁ ମୁଁ ଆପେ ଆପେ ଚାଲିଯିବି ଭାଇ। ଅମୂଲ୍ୟ। ବିର୍ସା, ସତରେ ତୁମେ ଚାଲିଯିବ? ବିର୍ସା। ହଁ, ଚାଲିଯିବି। ପବିତ୍ର ଶିକ୍ଷାନୁଷ୍ଠାନରେ ଯେତେବେଳେ ଏପରି ଅତ୍ୟାଚାର ଚାଲିଛି, ମୋର କୋଟି କୋଟି ଦେଶ ଭାଇଙ୍କୁ ଏମାନେ କ'ଣ କରୁନଥିବେ କହିଲ? ଅମୂଲ୍ୟ। ହେଲେ ଆମେ କ'ଣ ଏମାନଙ୍କ ସାଙ୍ଗରେ ଲଢ଼ିପାରିବା? ବିର୍ସା। ନିଶ୍ଚୟ ପାରିବା। ଏ ଦେଶର କୋଟି କୋଟି ଲୋକ ମିଳିଯାଇ ଗୋଟିଏ ହୋଇଗଲେ ଏଇ ହାତ ଗଣତା କେଇ ଜଣ କରିବେ କ'ଣ? ଆମ ଲୋକଙ୍କ ମନରେ ସାହସ ଦେବାକୁ ହେବ। ଅମୂଲ୍ୟ। ତମେ ପାରିବ? ବିର୍ସା। ନିଶ୍ଚୟ ପାରିବି ଭାଇ, ନିଶ୍ଚୟ ପାରିବି। ମୁଣ୍ଡା କ'ଣ ସବୁଦିନ କୁଦ ଯାଉ ଖାଉଥିବ ଆଉ ସାହେବ ମାନେ ମଉଜ କରୁଥିବେ? ଅମୂଲ୍ୟ। ନିଜ ମାଟିରେ ନିଜର ଅଧିକାରକୁ ଗୋରାମାନେ ଅପରାଧ ବୋଲି ଭାବନ୍ତି ବିର୍ସା ଭାଇ। ବିର୍ସା। ସାହେବ ଘୋଡ଼ା ଚଢ଼ିବ, ମୁଣ୍ଡା ଦେବ ଦାନା। ସାହେବ ଖାଇବ କ୍ଷୀର, ମୁଣ୍ଡା ଚରେଇବ ଗାଈ। ହଜାର ହଜାର ଦେଶବାସୀ ଯେତେବେଳେ ଦୁଃଖରେ ସରୁଛନ୍ତି, ମୁଁ ସେମାନଙ୍କ ବ୍ୟତୀତ ଅନ୍ୟ କଥା ଭାବିବି କେମିତି ଯେ? ଅମୂଲ୍ୟ। ତମର ରକତ ଭିତରେ ବନ୍ଧୁକର ବଡ଼ ଢୋଟାଏ ପରି ଜମା ହେଉଛି ଏକ ବଡ଼ ପ୍ରତିବାଦ। ବିର୍ସା। ପେଟ ପୂରା ଭାତ ମୁଠେ ଖାଇବାରେ, ଭଲ ଲୁଗା ଖଣ୍ଡେ ପିନ୍ଧିବାରେ, 5 ଜଣରେ ବସି ସୁଖ ଦୁଃଖ ହେବାରେ ସୁଖ ଥାଏ। ମୁଁ ଦେଶବାସୀ ସେ ସୁଖ ପାଇପାରୁନାହାନ୍ତି। ମା ମାଟି ଆଉ ଆମ ଭିତରେ ଆଜି ଅନେକ ଦୂରତା। ଅମୂଲ୍ୟ। ମୁଁ ବୁଝିପାରୁଛି ବିର୍ସା। ତମେ ହିଁ ପ୍ରଥମ ମୁଣ୍ଡା ଯିଏକି ମୁଣ୍ଡା ହୋଇ ଜନ୍ମ ହୋଇଛ। ଦେଶ ପ୍ରେମ ତୁମକୁ ପାଗଳ କରିଦେଇଛି। ବିର୍ସା। ଘୋରାମାନଙ୍କ ବାହାରଟା ପରି ଭିତରଟା ସେମିତି ସଫା ହୋଇଥାନ୍ତା କି? ଅମୂଲ୍ୟ। ତା ହୋଇଥିଲେ ବିର୍ସା ଭଳି ଜଣକୁ ଜନ୍ମ ନେବାକୁ ପଡ଼ିନଥାନ୍ତା। ତୃତୀୟ ଦୃଶ୍ୟ ଜଣେ ମୁଣ୍ଡା ବୁଢ଼ା ଧାନୀ ଓ ବିର୍ସାର ଅନୁଗାମୀ ବୀର ସାଇତ ଟୋନକା ସହିତ କଥାବାର୍ତ୍ତା କରୁଥାଏ। ବିର୍ସା। ତୁମେ ଜାଣ ଡୋନକା, ବୀର ସାଇତ ହେଲେ କ'ଣ କରିବାକୁ ହୁଏ? ଡୋନକା। ନୂଆ ଜନ୍ମ ନେବାକୁ ହୁଏ, ଅନ୍ଧବିଶ୍ୱାସ ଛାଡ଼ିବାକୁ ହୁଏ। ବିର୍ସା। ଡୋମ୍ବାରୀ ପାହାଡ଼ ତଳର ସଭାରେ କ'ଣ କହିଥିଲି ମନେ ଅଛି ନା? ଡୋନକା। ହଁ ଭଗବାନ, ବେଶ ମନେ ଅଛି। ତମେ କହିଥିଲ ଗଛ କାଟ ନାହିଁ, ଆମ୍ବ, ଜାମୁ, ପଣସ, କଦଳୀ, ନଡ଼ିଆ ଗଛ ସବୁ ଲଗାଅ, ଫଳ ଫୁଲ ବିକ, ନିଜ ହକ୍ ପାଇଁ ଭଲ ବାଟରେ ଲଢ଼। ବିର୍ସା। ହଁ, ଏସବୁ ଶାନ୍ତିର ବାଟ, ଭଲ ବାଟ। ଆମେ ଠିକ୍ ବାଟରେ ଯିବା। ଡୋନକା। ଗୋରାମାନେ ଯଦି ଅବାଟରେ ଯାଆନ୍ତି? ବିର୍ସା। ଆମ ତୀର ତଲୱାର କଥା କହିବ। ମନେ ରଖ ଡୋନକା, ଆମର ବୀର ସାଇତାମାନେ ଧୋତି ପିନ୍ଧିବେ, କପାଳରେ ଚନ୍ଦନ ଚିତା ଦେବେ, ପଇତା ପକେଇବେ। ଆମର ଫୌଜ 3 ଭାଗ ହେବ। ନାବାଳକ ପିଲାଏ ହେବେ ନାନକ, ସାବାଳକ ମାନେ ହେବେ ପ୍ରଚାରକ, ବୟସ୍କ ମାନେ ହେବେ ପୁରାଣକ। ଡୋନକା। ଲଢ଼େଇ ପରେ ଏ ମହାନ ଦେଶରେ ସାନ ବଡ଼ ରହିବେନି, ସବୁରେ ସଭିଙ୍କର ସମାନ ଅଧିକାର ରହିବ। ଧାନୀ। ସେ ସବୁରେ କଣ୍ଟା ଥାଏ ରେ ପୁଅ।
ବିର୍ସା ଆମେ ସେ କଣ୍ଟା ବାହାର କରିଦେବୁ ଧାନି ବାବା। ଆ କହିଲେ ନୂଆ ଯୁଗ ଆସେ ନା, ତାକୁ ଭିଡ଼ି ଆଣିବାକୁ ହୁଏ। ଡୋନକା ସରନା ଜଙ୍ଗଲର ଘାଟି ଇଂରେଜମାନେ ଦଖଲ କରି ନେଇଛନ୍ତି ଦାନି ବାବା। ଧାନି ଆମର ବୀର ସାହିତ୍ୟମାନେ କରୁଥିଲେ କ'ଣ? ଡୋନକା ଜଙ୍ଗଲରେ ଗଛ ଚଢ଼ି ଗୋରା ବାହିନୀ ଉପରକୁ କୋଚିଲା ତୀର ଛାଡ଼ିଲେ। ତୀର ଯାହା ଦେହରେ ଲାଗିଲା ସେ ଟଳି ପଡ଼ିଲା। ଧାନି ତୀର ମୁନରେ କୋଚିଲା ବିଷ ନାଗସାପର ବିଷ ଠାରୁ ବି ଭୟଙ୍କର ରେ ପୁଅ। ଡୋନକା ମେଘ ଘୋଟି ଆଇଲା ପରି ତୀର ଛାଡୁଛନ୍ତି, ହେଲେ ଆମ ଭଗବାନ ମଝିରେ ମଝିରେ ବିଗାଡ଼ି ଦେଉଥାନ୍ତି। ଧାନି ବିର୍ସା କହୁଛି କ'ଣ? ଡୋନକା ଗୋରା ପଲ୍ଟନ ଆମ ପିଲା ଛୁଆ ବୁଢ଼ା ବୁଢ଼ୀ କାହାକୁ ଛାଡୁନାହାନ୍ତି, ମାରି ଶୁଆଇ ଦେଉଛନ୍ତି, ହେଲେ ଆମ ବେଳକୁ ମନା କରି ଦେଉଛନ୍ତି। ଧାନି ମନ କରୁଛି କ'ଣ ପାଇଁ? ଡୋନକା ବିର୍ସା ଭଗବାନ କହୁଛନ୍ତି ଇଂରେଜର ଶାସନ ଓ ତାର ନୀତି ବିରୋଧରେ ଆମର ଲଢ଼େଇ। ଇଂରେଜ ଜାତି ବିରୋଧରେ ନୁହେଁ। ରାଞ୍ଚି ଖୁଣ୍ଟି ଚାଏବାସାର ଗୋରା ବସତି ଗୁଡ଼ିକୁ ନିଆଁ ଲଗେଇ ଦେଇଥାନ୍ତେ ଆମ ବୀର ସାହିତ୍ୟମାନେ। ଧାନି ଠିକ୍ ହୋଇଥାନ୍ତା। ବେପାରୀ ଜାତିଟାକୁ ମୂଳପୋଛ ନ କଲେ ଆଉ ରକ୍ଷା ନାହିଁ। ଡୋନକା ହେଲେ ପାରିଲେ କୋଉଠି? ଭଗବାନ ହୁକୁମ କଲେ, ବୀର ସାହିତ୍ୟମାନେ ଘାଟିକୁ ଫେରିଯାଅ। ଏଇ ନିରୀହମାନଙ୍କୁ ହତ୍ୟା କରି ଲାଭ କ'ଣ? ଧାନି ଭଗବାନଟା ଏମିତି ମଝିରେ ମଝିରେ ତ ଅଡୁଆ କରୁଛି। ଚତୁର୍ଥ ଦୃଶ୍ୟ ଡୋନକାର ସ୍ତ୍ରୀ ସାଲି, ସେ ବି ବୀର ସାହିତ୍ୟ ହୋଇଛି। ସାଲି କିଏ କେଉଁଠି ଅଛରେ? ଧାଇଁ ଆସ, ମୋର ଭଗବାନକୁ ଧରି ନେଇ ଯାଉଛନ୍ତି ରେ। ଆରେ ମାଝିତା ମାରିଆ, କ'ଣ ପାଇଲୁ ରେ? ମୋର ଭଗବାନକୁ ଧରେଇ ଦେଲୁ। 500 ଟଙ୍କା ବଡ଼ ହେଲା ତତେ। ଧାନି ଆଉ ପାଟି କରି କ'ଣ ପାଇବୁ ରେ ମା? ଲୁହା ଭିତରେ କାଠ ଖଣ୍ଡେ ପଶିଲେ ପରା ଗଛ ବାଉଁଶ ନାଶ ହୁଏ। ମାଝିତା ମାରିଆଟା ମୁଣ୍ଡା କି ଆଉ କ'ଣ ରେ? ସାଲି ମୋର ଭଗବାନର କ'ଣ ହେବ ଧାନି ବାବା? ଧାନି ଆଉ କ'ଣ ହବ ରେ ମା? ଫାଶୀ କି ଜେଲ୍? ଲଢ଼େଇର ଦୁଇଟା କଥାରେ ମା, ହାରିବା କି ଜିତିବା। ଯିଏ ଜିତେ ତା ନା ଲେଖା ରହେ ଇତିହାସରେ, ଯିଏ ହାରେ ତା ନା ଲେଖା ହୁଏ ମଣିଷର ରକତରେ, ତାର ଭୋକରେ, ତାର ଶୋଷରେ, ତାର ଦୀର୍ଘ ନିଶ୍ୱାସରେ। ସାଲି ବିର୍ସା ବଇଁଶୀ ବଜେଇ ଦେଲେ, ମଣିଷ ରକତରେ ମାଦଳ ବାଜୁଥିଲା। ବିର୍ସା ଡାକିଲେ, ଜଙ୍ଗଲ ଓ କରୁଥିଲା। ଆଜି ସେ ପିଞ୍ଜରାର ବାଘ ପରି ଉଠବସ ହେଉଛି। କୁଆଡ଼େ ଗଲା ତାର ସିଂହ ଠାଣି? ଧାନି ସୁଖ ମଣିଷକୁ ଭୟାଳୁ ଆଉ ଦୁର୍ବଳ କରିଦିଏ ରେ ମା। ମୁଣ୍ଡା ଜାତିଟା ସୁଖ ଚାହିଁଲା, ବିର୍ସା ଆଉ କରନ୍ତା କ'ଣ? ପଞ୍ଚମ ଦୃଶ୍ୟ ରାଞ୍ଚି ଜେଲ୍, ଜୁନ୍ 9 ତାରିଖ 1900 ମସିହା ସକାଳ। ବିର୍ସା ହେ ବିଶ୍ୱସ୍ରଷ୍ଟା, ଆମର ପ୍ରାର୍ଥନା ବ୍ୟର୍ଥ କରନା। ତୁମଠାରେ ଆମର ପୂର୍ଣ୍ଣ ବିଶ୍ୱାସ ରହିଛି। ହେ ମୋର ଜନ୍ମଭୂମି, ଆଗ ମୋର ମା। ମୁଁ କଥା ଦେଇଥିଲି ମା, ତତେ ମୁକ୍ତ କରିବାକୁ, ହେଲେ ହେଲେ ପାରିଲି ନାହିଁ ଗୋ। ଶୁଣି ପାରୁଛି ମା, କ୍ୟାପ୍ଟେନ ରୋଷର ଚିତ୍କାର। ଏ ବନ୍ଦିଶାଳାକୁ ବି ପଶି ଆସୁଛି ବାରୁଦର ଗନ୍ଧ। ମୋ ମୁଣ୍ଡା ବାହିନୀର ରେ ରେ କାର, ତୁ କ'ଣ ଶୁଣୁନାହୁଁ ମା? ତୁ ତ ଜାଣୁ ମା, ମୁଣ୍ଡା ରକତରେ କି ଭୟଙ୍କର ନିଆଁ ଲାଗିଥିଲା। ହେଲେ ଆଜି
ସବୁ ଶେଷ ମା। ହାତ ଯୋଡ଼ିବାକୁ ବି ମୋର ଶକ୍ତି ନାହିଁ। ଓହୋ ଓହୋ ଅମୂଲ୍ୟ, ତୁମେ କ'ଣ ପଢ଼ିଥିଲ? ମୋତେ ତ ଚାରିଆଡ଼ ଅଲି ଅନ୍ଧାର ଦିଶୁଛି। ଜେଲ୍ ଫାଟକ ଆଗରେ ହଜାର ହଜାର ମୁଣ୍ଡା ନରନାରୀ ଜୟ ଜୟକାର କରୁଛନ୍ତି। बिरसा भगवान की ଜୟ धरती माँ की ଜୟ। ए लड़ाई रो शेष नाही रे मुंडा माने। हार जाइतबा लड़ाई रो शेष हुए ना। ପିଲାମାନେ ବିଷୟଟି ତ ଦେଖିଲ, କେତେ ସୁନ୍ଦର ଭାବେ ଅଭିନୟ କରିଛନ୍ତି ଆମର କୁନି କୁନି କଳାକାରମାନେ। ସେମାନଙ୍କୁ ଧନ୍ୟବାଦ ଦେବା, ସେମାନଙ୍କ ପରିଶ୍ରମ ପାଇଁ ଆମ ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରିବା। ତା ସହିତ ଆଜି ଗୋଟିଏ କଥା, ଆଉ ଅଭ୍ୟାସ ପ୍ରଶ୍ନକୁ ଆମେ ଯାଉନାହୁଁ କାରଣ ସମୟ ବହୁତ ହେଇଗଲାଣି। ଆଜି କେବଳ ତୁମମାନେ ଏଥିରେ ଥିବା ଶବ୍ଦ ବିଷୟରେ ଜାଣ, ଶବ୍ଦର ଅର୍ଥ ଜାଣ। ପରବର୍ତ୍ତୀ ଭିଡ଼ିଓରେ ଏହାର ବହି ପ୍ରଶ୍ନ ଗୁଡ଼ିକ ଆମେ କରିବା। ସେତେବେଳେ ଯାଏଁ ବିଦାୟ ନେଉଛୁ। ଦେଖୁଥିବ ଆମର ସବୁ ଭିଡ଼ିଓ ବୋଲି ଆଶା ରଖୁଛୁ। ଆଜି ପାଇଁ ରହିଲୁ, ନମସ୍କାର।